ମୁଁ ଗୋଟେ କଥା କହିବାକୁ ଚାହୁଁଛି, କ'ଣ ପାଇଁ ଆଜିକାଲି ଏମିତି ହେଉଛି? ଯେଉଁମାନେ ବେଶୀ କାମ କରନ୍ତି ତାଙ୍କୁ ହିଁ ବେଶୀ କଥା ଶୁଣିବାକୁ ପଡ଼ୁଛି। ତାଙ୍କର ଭଲ ମନ୍ଦ ଚିନ୍ତା କରିବା ପାଇଁ ତାଙ୍କ ପାଖରେ କୌଣସି ସାମର୍ଥ୍ୟ ନାହିଁ, କିଛି ନାହିଁ। କ'ଣ ପାଇଁ ତାହେଲେ ଆମେ ଭଲ କାହା ପାଇଁ ଚିନ୍ତା କରିବୁ? ଯଦି ଆମ ପାଇଁ କେହି ଚିନ୍ତା କରିବାକୁ ନାହାନ୍ତି ତାହେଲେ ଆମେ କାହିଁ କାହା ପାଇଁ ଚିନ୍ତା କରିବୁ? କ'ଣ ପାଇଁ? ମୁଁ ଏଇଟା କଥା କହୁଛି ଗୋଟେ ଘର ପାଇଁ ନୁହେଁ, ଗୋଟେ ଯେଉଁ କାର୍ଯ୍ୟାଳୟରେ ଆମେ କାମ କରୁଛୁ ସେ ଜାଗାରେ ଯଦି ଆମର ସହକର୍ମୀ ଯଦି ଆମ ସହିତ ଉତ୍ତମ ବୁଝାମଣା ରଖି କୌଣସି କାମ ନ କରିବେ, କେମିତି ସେ ଖାଲରେ ପଡ଼ିଯାଆନ୍ତୁ ସେଇ ସବୁ ଚିନ୍ତା କରିବାର ହିଁ ଅଛି, ତ ସିଧା ସିଧା କହିଦିଅ ନା କି ଆପଣଙ୍କ ଟାଇମ୍ ଲିମିଟ୍ ସରିଗଲା, ଆପଣ ଏବେ ଆସିପାରନ୍ତି। କାହିଁକି ଏମିତି କରୁଛ? କମେଣ୍ଟ କର, କୁହ।